ମାଛ ଚାଷୀ ମୁଣ୍ଡରେ ଚଡ଼କ। ସାବରଙ୍ଗ ଥାନା ଅନ୍ତର୍ଗତ ବେନ୍ତାଳ ପଞ୍ଚାୟତ ଭବାନୀବିନ୍ଧା ଗ୍ରାମର ମାଛ ଚାଷୀ ଅଲେଖ ପାଳ ନିକଟସ୍ଥ ବରାଙ୍ଗ ଗ୍ରାମର ଏକ 2.5 ଏକର ପରିସୀମାର ପୋଖରୀରେ ମାଛ ଚାଷ କରିଥିଲେ। ସେ ମଧ୍ୟ ଏଥିପାଇଁ 4 ଲକ୍ଷ ଟଙ୍କା ଋଣ କରିଥିଲେ। ବର୍ତ୍ତମାନ ସେ ହତୋତ୍ସାହିତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ପୋଖରୀରେ ମାଛ ଭାସୁଥିବା ଦେଖି ସାବରଙ୍ଗ ଥାନାରେ ଅଭିଯୋଗ କରିଥିଲେ। କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ଦେବାରୁ ପ୍ରାୟ 25 କ୍ୱିଣ୍ଟାଲରୁ ଅଧିକ ମାଛ ମରିଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ କରାଯାଇଛି ଏବଂ ଏଥିନେଇ ସାବରଙ୍ଗ ଥାନାରେ ଅଲେଖ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ନିକଟରେ ପଡ଼ିଥିବା ପୋଖରୀ ହୁଡ଼ାରୁ ବିଷ ବୋତଲ ଜବତ କରିଛି। ଏତେ ପରିମାଣରେ ମାଛ ଭାସୁଥିବାର ଦେଖି ମୁଣ୍ଡରେ ହାତ ଦେଇଛନ୍ତି ଅଲେଖ। ପ୍ରକାଶ ଥାଉ କି ଅଲେଖ ଅତି କମ୍ ବୟସରେ ଜଣେ ସଫଳ କୃଷି ଉଦ୍ୟୋଗୀ ହିସାବରେ ଭଦ୍ରକ ଜିଲ୍ଲାପାଳ ଏବଂ ପୂର୍ବତନ ବିଧାୟକ ସଞ୍ଜୀବଙ୍କଠାରୁ ସମ୍ମାନିତ ହୋଇଥିଲେ।